ନନ୍ଦପୁରବାସୀଙ୍କ ପାଇଁ ରାଣୀ ଢୁଡୁମା ପ୍ରବେଶ ଶୁଳ୍କ ଛାଡ଼। ନନ୍ଦପୁର ଯୁବଗୋଷ୍ଠୀଙ୍କ ଦାବିକୁ ଗୁରୁତ୍ୱ ଦେଇ ରାଣୀ ଢୁଡୁମା ପର୍ଯ୍ୟଟନସ୍ଥଳୀରେ ନନ୍ଦପୁରବାସୀଙ୍କ ପାଇଁ ପ୍ରବେଶ ଶୁଳ୍କ ଛାଡ଼ କରାଯାଇଛି। ଏଣିକି ନନ୍ଦପୁର ଅଞ୍ଚଳର ଲୋକେ ରାଣୀ ଢୁଡୁମା ବୁଲିବା ପାଇଁ କୌଣସି ପ୍ରବେଶ ଶୁଳ୍କ ଦେବେ ନାହିଁ। ରବିବାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ରାଣୀ ଢୁଡୁମାରେ ପର୍ଯ୍ୟଟକଙ୍କ ପାଇଁ ଅରଣ୍ୟ ଇକୋ କ୍ୟାଫେର ଶୁଭ ଉଦ୍ଘାଟନ ହୋଇଛି। କୋରାପୁଟିଆ ପାରମ୍ପରିକ ଖାଦ୍ୟର ସ୍ୱାଦରେ ମହକିବ ଏହି କ୍ୟାଫେ। କୋରାପୁଟ ସାଂସଦ ଶ୍ରୀ ସପ୍ତଗିରି ଶଙ୍କର ଉଲାକା ଓ ପଟାଙ୍ଗୀ ବିଧାୟକ ରାମଚନ୍ଦ୍ର କାଡ଼ା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅରଣ୍ୟ କ୍ୟାଫେର ଉଦ୍ଘାଟନ କରିଥିଲେ। କାର୍ଯ୍ୟକ୍ରମରେ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଡକ୍ଟର ଯଜ୍ଞ ଦତ୍ତ, କୋରାପୁଟ ଡିଏଫ୍ଓ ଶ୍ରୀ ସିଦ୍ଧାର୍ଥ ଜୈନଙ୍କ ସମେତ ବନ ବିଭାଗର ବହୁ ଅଧିକାରୀ, ବରିଷ୍ଠ ନେତା ଓ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ। ଏଥିସହ 4ଟି ଗ୍ରୁପର ମହିଳାମାନେ ମଧ୍ୟ ଉପସ୍ଥିତ ରହିଥିଲେ। କାର୍ଯ୍ୟକ୍ରମକୁ ନେଇ ନନ୍ଦପୁର ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ତେବେ ଏହି ଅବସରରେ ନନ୍ଦପୁର ଯୁବଗୋଷ୍ଠୀ ପକ୍ଷରୁ ରାଣୀ ଢୁଡୁମାରେ ଆଦାୟ ହେଉଥିବା ପ୍ରବେଶ ଶୁଳ୍କକୁ ନେଇ କୋରାପୁଟ ଡିଏଫ୍ଓ ଶ୍ରୀ ସିଦ୍ଧାର୍ଥ ଜୈନଙ୍କୁ ଅଭିଯୋଗପତ୍ର ଦିଆଯାଇଥିଲା। କିଛିଦିନ ପୂର୍ବରୁ ସ୍ଥାନୀୟ କିଛି ଯୁବକ ଜନ୍ମଦିନ ପାଳନ ପାଇଁ ରାଣୀ ଢୁଡୁମା ଯାଇଥିବା ବେଳେ ଶୁଳ୍କ ଆଦାୟକୁ ନେଇ ଦାୟିତ୍ୱରେ ଥିବା ମହିଳାଙ୍କ ସହ ଯୁକ୍ତିତର୍କ ହୋଇଥିଲା। ଏହାକୁ ନେଇ ନନ୍ଦପୁର ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଥିଲା। ଯୁବଗୋଷ୍ଠୀଙ୍କ ଅଭିଯୋଗ ଶୁଣିବା ପରେ ଡିଏଫ୍ଓ ଶ୍ରୀ ଜୈନ ସ୍ପଷ୍ଟ କରିଥିଲେ ଯେ ନନ୍ଦପୁରବାସୀଙ୍କ ପାଇଁ ରାଣୀ ଢୁଡୁମା ପର୍ଯ୍ୟଟନସ୍ଥଳୀରେ ପ୍ରବେଶ ସମ୍ପୂର୍ଣ୍ଣ ମାଗଣା ରହିବ। ତେବେ ଶୌଚାଳୟ କିମ୍ବା ଭୋଜି ପାଇଁ ପିଣ୍ଡି ବ୍ୟବହାର କଲେ ସେଥିପାଇଁ ନିର୍ଦ୍ଧାରିତ ଶୁଳ୍କ ଦେବାକୁ ପଡ଼ିବ। ଡିଏଫ୍ଓଙ୍କ ଏହି ନିଷ୍ପତ୍ତିରେ ନନ୍ଦପୁର ଯୁବଗୋଷ୍ଠୀ ଖୁସି ବ୍ୟକ୍ତ କରିବା ସହ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ନନ୍ଦପୁରରୁ ରିପୋର୍ଟର ସୁରଜ ଖରା।